HR ରୁ TA ପର୍ଯ୍ୟନ୍ତ ପେ ସ୍ଲିପ୍ କେତେ ପରିବର୍ତ୍ତନ ହେବ ବୁଝନ୍ତୁ ତଥ୍ୟ। ଯଦି ଆପଣ ଜଣେ ସରକାରୀ କର୍ମଚାରୀ ତେବେ ଏହି ଖବର ଆପଣଙ୍କ ପାଇଁ ଆଶ୍ୱସ୍ତିଜନକ ହୋଇପାରେ। ଆସନ୍ତୁ ଆଜି ଆମେ ଏହି ପ୍ରସଙ୍ଗ ବିଷୟରେ ପୁରା ଡିଟେଲ୍ସରେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରିବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ପ୍ରତ୍ୟେକ ବେତନ କମିଶନ ଏହାର ଆରମ୍ଭରୁ ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଅତି କମରେ 2 ରୁ 3 ବର୍ଷ ସମୟ ନେଇଥାଏ। ତେଣୁ ଏହା ସମ୍ଭବ ଯେ ଅଷ୍ଟମ ବେତନ କମିଶନର ସୁପାରିଶ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପାଇଁ 2028 ପର୍ଯ୍ୟନ୍ତ ସମୟ ଲାଗିପାରେ। ତଥାପି ଏହାର ଲାଭ 1 ଜାନୁଆରୀ 2026ରୁ ଗଣନା କରାଯିବ। ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଏକ ସାଧାରଣ ବିଷୟ ଆଲୋଚନା ହେଉଛି 2026ରେ ମୋର ଦରମା କେତେ ବୃଦ୍ଧି ପାଇବ। ଆମେ ସପ୍ତମ ବେତନ କମିଶନ ସୁପାରିଶ ବର୍ତ୍ତମାନର ଚାହିଦା ଏବଂ ମୁଦ୍ରାସ୍ଫୀତି ହାର ଉପରେ ଆଧାରିତ ଏକ ସରଳ ଗଣନା ପ୍ରଦାନ କରୁଛୁ। ଏହି ଗଣନାରେ 18,000 ମୂଳ ଦରମା ଧରିନିଅନ୍ତୁ। ସମ୍ପୂର୍ଣ୍ଣ ଗଣନା ଆପଣଙ୍କୁ ବୁଝିବାରେ ସାହାଯ୍ୟ କରିବ ଯେ ଅଷ୍ଟମ ବେତନ କମିଶନ କିପରି 18,000 ମୂଳ ଦରମା ଥିବା ଲୋକଙ୍କ ପାଇଁ ମୋଟ ଦରମାରେ ପ୍ରାୟ 3 ଗୁଣ ବୃଦ୍ଧି ଆଣିପାରେ। ଫଳସ୍ୱରୂପ ନୂତନ ମୋଟ ଦରମା 45,241ରେ ପହଞ୍ଚିପାରେ। ମନେ ରଖନ୍ତୁ ଯେ ଏହା ଏକ ଆନୁମାନିକ ଗଣନା। ଯେତେବେଳେ ଅଷ୍ଟମ ବେତନ କମିଶନ ସୁପାରିଶ ପ୍ରକାଶିତ ହୁଏ ଏହାର ନିୟମ ଏବଂ ଫିଟମେଣ୍ଟ କାରକ ପରିବର୍ତ୍ତନ ହୋଇପାରେ। ଏହା ଆପଣଙ୍କ ଦରମା ଗଣନାକୁ ପରିବର୍ତ୍ତନ କରିପାରେ। 2016ରେ ସପ୍ତମ ବେତନ କମିଶନ ଲାଗୁ କରାଯାଇଥିଲା। ଫଳସ୍ୱରୂପ ଅଷ୍ଟମ ବେତନ କମିଶନର କାର୍ଯ୍ୟକାରୀ ତାରିଖ 1 ଜାନୁଆରୀ 2026 ଧାର୍ଯ୍ୟ କରାଯାଇଛି। ଏହାର ଅର୍ଥ ହେଉଛି ଯଦିଓ ଅଷ୍ଟମ ବେତନ କମିଶନ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେବା ପାଇଁ ଆହୁରି 2 ବର୍ଷ ଲାଗିପାରେ, ତଥାପି 1 ଜାନୁଆରୀ 2026ରୁ ଦରମା ଏବଂ ପେନ୍ସନ ବୃଦ୍ଧି ଗଣନା କରାଯିବ। ନୂତନ ବେତନ କମିଶନ ଲାଗୁ ହେବା ପର୍ଯ୍ୟନ୍ତ ମହଙ୍ଗା ଭତ୍ତା DA ମୂଳ ଦରମାରେ ପ୍ରତିଶତ ଭାବରେ ଗଣନା କରାଯିବ। ଏହା ପ୍ରତି 6 ମାସରେ ଜାନୁଆରୀ ଏବଂ ଜୁଲାଇରେ ସଂଶୋଧିତ ହୁଏ। ଏହାର ଅର୍ଥ ହେଉଛି ଅଷ୍ଟମ ବେତନ କମିଶନ ଲାଗୁ ହେବା ପର୍ଯ୍ୟନ୍ତ କେନ୍ଦ୍ର ସରକାରୀ କର୍ମଚାରୀମାନେ ମହଙ୍ଗା ଭତ୍ତା ପାଇବା ଜାରି ରଖିବେ। କମିଶନ ଲାଗୁ ହେବା ପରେ ବିଦ୍ୟମାନ DA ମୂଳ ଦରମାରେ ମିଶ୍ରଣ କରାଯିବ। ବେତନ କମିଶନ ସହିତ ଫିଟମେଣ୍ଟ ଫ୍ୟାକ୍ଟର କାହିଁକି ଉଲ୍ଲେଖ କରାଯାଇଛି? ଫିଟମେଣ୍ଟ ଫ୍ୟାକ୍ଟର ଏକ ଗୁଣକ ଉପକରଣ। ଏହା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସଂସଦୀୟ ଦରମା ଗଣନା କରିବା ପାଇଁ ବ୍ୟବହୃତ ହୁଏ। ଅଷ୍ଟମ ବେତନ କମିଶନରେ 1.42 ଫିଟମେଣ୍ଟ ଫ୍ୟାକ୍ଟର ରଖାଯାଇପାରେ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।